ସ୍ୱର୍ଗରେ ସବୁକିଛି ଅଛି କିନ୍ତୁ ମୃତ୍ୟୁ ନାହିଁ। ଗୀତାରେ ସବୁକିଛି ଅଛି କିନ୍ତୁ ମିଛ ଜମା ନାହିଁ। ଦୁନିଆରେ ସବୁକିଛି ଅଛି କିନ୍ତୁ କାହାରିକୁ ଶାନ୍ତି ନାହିଁ। ଆଜିର ମଣିଷ ପାଖରେ ସବୁକିଛି ଅଛି କିନ୍ତୁ ଧୈର୍ଯ୍ୟ ନାହିଁ। ସେହିପରି ଏଠି ଆଶା ଅଛି, ପୁଣ୍ୟତା ନାହିଁ। ଏଠି ସ୍ୱପ୍ନ ଅଛି ତ ସତ୍ୟତା ନାହିଁ। ଏଠି ଜୀବନ ଅଛି ତ ଆନନ୍ଦ ନାହିଁ। ଏଠି ବନ୍ଧୁ ଅଛି ତ ବନ୍ଧୁତା ନାହିଁ। ଏଠି ସମ୍ପର୍କ ଅଛି ତ ବାସ୍ତବତା ନାହିଁ। ବନ୍ଧୁ, ଦୁଃଖ ସମୟରେ ପ୍ରକୃତ ବନ୍ଧୁର ପରିଚୟ ମିଳେ, କିନ୍ତୁ ଯେତେବେଳେ ଖରାପ ସମୟ ଆସେ ସେତେବେଳେ ଯିଏ ପାଖରେ ପହଞ୍ଚେ, ଉପଯୁକ୍ତ ପରାମର୍ଶ ଦିଏ, ସେ ହେଉଛି ଅସଲ ବନ୍ଧୁ। ତାକୁ ତ୍ୟାଗ କରିବା ଉଚିତ ନୁହେଁ। ଅନ୍ୟ ସବୁ ମତଲବୀ ବନ୍ଧୁଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ। ଏବାର ଅଛି ତ ଅଭିମନ୍ୟୁ ଭଳି ହୁଅ, ଅର୍ଜୁନ ଭଳି ନୁହଁ, କାରଣ ଇତିହାସ ସବୁବେଳେ ତାକୁ ଅଧିକ ଶ୍ରେୟ ଦେଇଥାଏ ଯିଏ ଏକା ଲଢ଼ିପାରେ। ଅର୍ଜୁନଙ୍କ ଭଳି କୃଷ୍ଣଙ୍କ ପଛରେ ରହି ଯୁଦ୍ଧ କରି ବିଜୟ ପାଇବା ଅପେକ୍ଷା ଅଭିମନ୍ୟୁ ଭଳି ଏକା ଲଢ଼ି ଚକ୍ରବ୍ୟୂହରେ ମରିଯିବା ଯଥେଷ୍ଟ ଗୌରବର କଥା। ଜୀବନ ଯୁଦ୍ଧରେ ଯଦି କୃଷ୍ଣଙ୍କ ଭଳି ସାରଥୀଟିଏ ମିଳୁନି, ଅଭିମନ୍ୟୁ ଭଳି ଏକା ଲଢ଼ିବାର ସାହସ ରଖ। ଦେଖିବେ ଅତୀତରେ ଆପଣମାନେ ସୁନିଶ୍ଚିତ ବିଜୟ ହାସଲ କରିବେ। ମିଥ୍ୟାର ଦମନ ପାଇଁ ଭଗବାନ ସବୁବେଳେ ସତ୍ୟର ସାହାରା ନେଇଥାନ୍ତି। ଆପଣ ଯଦି ଠିକ୍ ରାସ୍ତାରେ ଥାଇ ଅସୁବିଧା ଭୋଗୁଛନ୍ତି, ତେବେ ବୁଝିଯାଆନ୍ତୁ ଠାକୁରଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଅଛି। ଧୈର୍ଯ୍ୟର ସହ ସାମ୍ନା କରୁଥାନ୍ତୁ। ଈଶ୍ୱରଙ୍କ ପ୍ରତ୍ୟେକ ନିଷ୍ପତ୍ତିକୁ ଖୁସିରେ ଗ୍ରହଣ କରିନିଅନ୍ତୁ, କାରଣ ଯାହା ତୁମକୁ ଭଲ ଲାଗୁଥାଏ ଈଶ୍ୱର ତାହା ଦିଅନ୍ତି ନାହିଁ, କିନ୍ତୁ ଯାହା ତୁମ ପାଇଁ ଭଲ ହୋଇଥାଏ ଈଶ୍ୱର ତାହା ହିଁ ଦିଅନ୍ତି। ହେ ମନୁଷ୍ୟ, ସବୁବେଳେ ଗୋଟିଏ କଥା ମନେ ରଖିବେ, କାହାଠାରୁ ଆଶୀର୍ବାଦ ପାଇଲା ଭଳି କର୍ମ କର କି ନ କର, କିନ୍ତୁ କିଏ ଅଭିଶାପ ଦେଲା ଭଳି କର୍ମ କର ନାହିଁ। କାହିଁକି ନା ମୁଁ ନିଜେ ମୋର ଯାଦବ ବଂଶକୁ ଗାନ୍ଧାରୀଙ୍କ ଅଭିଶାପରୁ ରକ୍ଷା କରିପାରିଲି ନାହିଁ, ତେଣୁ କାହାର ଅଭିଶାପରେ ପାତ୍ର ହୁଅ ନାହିଁ। ଛୋଟିଆ ତୁଳସୀ ଗଛଟିଏ ମନ୍ଦିରରେ ରହୁ ବା ମଶାଣିରେ, ତାର ପବିତ୍ରତା ପାଇଁ ପୂଜା ପାଏ। ଠିକ୍ ସେଇଭଳି ମଣିଷ ଦୁନିଆରେ ରହୁ ବା ନ ରହୁ, ତାର ସୁନ୍ଦର ଚେହେରା ପାଇଁ ନୁହେଁ, ତାର ସତ୍ ଚରିତ୍ର ପାଇଁ ସବୁବେଳେ ସମସ୍ତଙ୍କ ହୃଦୟରେ ରହିଥାଏ। ଯଦି ଆପଣମାନଙ୍କୁ ମୋ ମୋଟିଭେସନ୍ ଷ୍ଟୋରିଟି ଭଲ ଲାଗୁଥିବ ସାଙ୍ଗମାନେ, ପ୍ଲିଜ୍ ମୋ ଚ୍ୟାନେଲକୁ ଟିକେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।